2026 आईपीएल ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଘୋଷଣା କଲା ପ୍ଲେଇଂ 11। ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଅକ୍ଷର ପଟେଲଙ୍କ ନେତୃତ୍ୱରେ ଏକ ଶକ୍ତିଶାଳୀ ଭାରତୀୟ କୋର୍ ଏବଂ ଅଭିଜ୍ଞ ବିଦେଶୀ ଫିନିଶରଙ୍କ ଉପରେ ଧ୍ୟାନ ଦେଇ ଦଳକୁ ପୁନର୍ଗଠିତ କରିଛି। କେଏଲ୍ ରାହୁଲ, ମିଚେଲ ଷ୍ଟାର୍କ, କୁଲଦୀପ ଯାଦବ ଏବଂ ଡେଭିଡ୍ ମିଲରଙ୍କ ପରି ପ୍ରମୁଖ ଖେଳାଳି ଦଳକୁ ଟାଇଟଲ ଦାବିଦାରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ହେମାଙ୍ଗ ବେଦାନୀଙ୍କ ପ୍ରଶିକ୍ଷିତ ଏହି ଦଳ ଏକ ଶକ୍ତିଶାଳୀ ବୋଲିଂ ଆକ୍ରମଣ ସହିତ ବିସ୍ଫୋରକ ବ୍ୟାଟିଂକୁ ସନ୍ତୁଳିତ କରୁଛି। 2026 ଟି-20 ବିଶ୍ୱକପରେ ଅକ୍ଷର ପଟେଲ ଜଣେ ଉତ୍କୃଷ୍ଟ ପ୍ରଦର୍ଶନକାରୀ ଥିଲେ। ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ତାଙ୍କର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା, ଯେଉଁଥିରେ ଭାରତକୁ 7 ରନରେ ବିଜୟ ହାସଲ କରି ଫାଇନାଲରେ ସ୍ଥାନ ପାଇବାରେ ସାହାଯ୍ୟ କରିଥିଲା। ତେବେ ଅକ୍ଷର ପଟେଲଙ୍କ ଏପରି ଫର୍ମ ଆଇପିଏଲରେ ନଜର ଆସିବ ବୋଲି ଅନୁମାନ କରାଯାଉଛି, ଯାହା ଦଳକୁ ଆଇପିଏଲ ଟ୍ରଫି ଜିତାଇବାରେ ନିକଟତର ହେବ। ତେବେ ଡିସି ନୀତିଶ ରାଣାଙ୍କୁ 4 କୋଟିରେ ରାଜସ୍ଥାନ ରୟାଲଠାରୁ ବାଣିଜ୍ୟ କରିଛି। ବାକି 2026 ନିଲାମରେ ଡିସି ଡେଭିଡ୍ ମିଲର, ବେନ୍ ଡକେଟ୍, ଲୁଙ୍ଗି ଇଂଡିଙ୍କୁ 2 କୋଟି ଲେଖାଏଁ କିଣିଥିବା ବେଳେ ପାଥୁମ ନିଶାଙ୍କାଙ୍କୁ 4 କୋଟି, ପୃଥ୍ୱୀ ଶାଙ୍କୁ 75 ଲକ୍ଷ ଏବଂ ଆକିବ ନବୀଙ୍କୁ 8 କୋଟିରେ କିଣିଛି। ତେବେ 2026 ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ କେଏଲ୍ ରାହୁଲ ଏବଂ ବେନ୍ ଡକେଟ୍ ପ୍ରାଥମିକ ଓପନିଂ ଯୋଡ଼ି ହେବାକୁ ଯାଉଛନ୍ତି। ଡିସିର ମାଲିକ ଜିନ୍ଦଲ ନିଶ୍ଚିତ କରିଛନ୍ତି ଯେ ରାହୁଲ ସ୍ୱତନ୍ତ୍ର ଭାବରେ ଇଂଲିଶ ବ୍ୟାଟ୍ସମ୍ୟାନଙ୍କ ସହିତ ଓପନିଂ କରିବେ। ଏହି ରାଇଟ୍ ଏବଂ ଲେଫ୍ଟ ମିଶ୍ରଣ ଶୀର୍ଷ କ୍ରମକୁ ମଜବୁତ କରିବା ପାଇଁ ଯୋଜନା କରାଯାଇଛି। ତେବେ 2025ରେ କେଏଲ୍ ରାହୁଲଙ୍କ ଚମତ୍କାର ପ୍ରଦର୍ଶନ ଦଳକୁ ଆରସିବି ବିପକ୍ଷରେ 6 ୱିକେଟରେ ଆଶ୍ଚର୍ଯ୍ୟଜନକ ବିଜୟ ହାସଲ କରାଇଥିଲା। ଯେତେବେଳେ ଡିସିର ଶୀଘ୍ର ୱିକେଟ ପଡ଼ିଥିଲା, ସେତେବେଳେ ରାହୁଲ 4 ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ, ଯେଉଁଥିରେ ସେ ମାତ୍ର 53 ବଲରେ ଅପରାଜିତ 93 ରନ୍ କରିଥିଲେ ଏବଂ ସେ ଦିଲ୍ଲୀ କ୍ୟାପିଟାଲକୁ 164 ରନ୍ର ଟାର୍ଗେଟକୁ ପିଛା କରିବାରେ ସଫଳ ହୋଇଥିଲେ। ସେ 18 ଓଭରରେ ଛକା ମାରି ମ୍ୟାଚଟିକୁ ସମାପ୍ତ କରିଥିଲେ। କେଏଲ୍ ରାହୁଲ ରନ୍ ଚେଜ୍ କରିବାରେ ଗୁରୁତ୍ୱପୂର୍ଣ୍ଣ ଖେଳାଳି। ତାଙ୍କର ଏହି ଅନ୍ଦାଜ ଦଳକୁ ମୁସ୍କିଲ ପରିସ୍ଥିତିରୁ ବାହାରକୁ ଆଣିଥାଏ, ଯାହାଙ୍କ ପ୍ରତି ସମସ୍ତଙ୍କର ନଜର ମଧ୍ୟ ରହିଥାଏ। ସେହିପରି ଟପ୍ ଅର୍ଡରରେ 3 ନମ୍ବରରେ ନୀତିଶ ରାଣା ବ୍ୟାଟିଂ କରିବାରେ ନଜର ଆସିବେ ଏଥର। ମିଡିଲ୍ ଅର୍ଡରରେ ଅଭିଷେକ ପରେଲ, ଟ୍ରିଷ୍ଟନ୍ ଷ୍ଟବ୍ସ ଏବଂ ଡେଭିଡ୍ ମିଲରଙ୍କ ପରି ବିସ୍ଫୋରକ ହିଟର ବ୍ୟାଟ୍ସମ୍ୟାନ ଦଳରେ ଅଛନ୍ତି, ଯାହାଙ୍କ ଉପରେ ଦଳ ଉଚ୍ଚ ସ୍କୋର ପାଇଁ ନିର୍ଭର କରେ। ବୋଲିଂ ଲାଇନ୍ଅପ୍ରେ ଦ୍ରୁତ ବୋଲିଂ ବିଭାଗକୁ ମିଚେଲ ଷ୍ଟାର୍କ, ଟି ନଟରାଜନ, ଦୁଷ୍ମନ୍ତ ଚମିରା ଏବଂ ମୁକେଶ କୁମାରଙ୍କ ଦ୍ୱାରା ସୁଦୃଢ଼ କରାଯାଇଛି, ଯେଉଁମାନେ ଗତି ଏବଂ ଡେଥ୍ ଓଭରର ଦକ୍ଷତା ପ୍ରଦାନ କରୁଛନ୍ତି। ସେହିପରି ଦଳ ଅକ୍ଷର ପଟେଲ, କୁଲଦୀପ ଯାଦବ, ବିପ୍ରାସ ନିଗମ, ଆକିବ ନବୀଙ୍କ ଦ୍ୱାରା ଏକ ଶକ୍ତିଶାଳୀ ସ୍ପିନ୍ ବୋଲିଂ କୋର୍ ବଜାୟ ରଖିଛି। କୁଲଦୀପ ଯାଦବ ମଧ୍ୟ ଓଭରଗୁଡ଼ିକରେ ଜଣେ ପ୍ରମୁଖ ୱିକେଟ ଟେକର ଭାବରେ କାର୍ଯ୍ୟ କରନ୍ତି। ତେବେ 2026 କାର୍ଯ୍ୟସୂଚୀ ଅନୁସାରେ ଦିଲ୍ଲୀ କ୍ୟାପିଟାଲ 2ଟି ମ୍ୟାଚ୍ ହୋମ୍ ଗ୍ରାଉଣ୍ଡରେ ଖେଳିବାକୁ ଯାଉଛି, ଯେଉଁଥିରେ ସେ 8 ଏପ୍ରିଲରେ ଗୁଜରାଟ ଟାଇଟାନ୍ସକୁ ଭେଟିବ ଏବଂ ଏପ୍ରିଲ 4ରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଖେଳିବ। ଅନ୍ୟ 2ଟି ମ୍ୟାଚ୍ ମଧ୍ୟରୁ ଗୋଟିଏ ମ୍ୟାଚ୍ ଦିଲ୍ଲୀ 1 ଏପ୍ରିଲରେ ଏଲ୍ଏସ୍ଜି ସହ ଏକାନ ଷ୍ଟାଡିୟମରେ ଖେଳିବ। ଅନ୍ୟଟିରେ ଦିଲ୍ଲୀ 11 ଏପ୍ରିଲରେ ଚେନ୍ନାଇ ସୁପର କିଙ୍ଗସ୍ ସହ ଚେପକ ଷ୍ଟାଡିୟମରେ ଖେଳିବ। ତେବେ ଦିଲ୍ଲୀ କ୍ୟାପିଟାଲ ଏପର୍ଯ୍ୟନ୍ତ ଗୋଟିଏ ବି ଆଇପିଏଲ ଟ୍ରଫି ଜିତିନି। ଦଳ କେବଳ ଥରେ ମାତ୍ର 2020ରେ ଫାଇନାଲରେ ପହଞ୍ଚିଥିଲା। ତେବେ ଦର୍ଶକ ବନ୍ଧୁମାନେ, ଆପଣମାନଙ୍କୁ କ'ଣ ଲାଗୁଛି, ଦିଲ୍ଲୀ କ୍ୟାପିଟାଲ 2026ରେ ନିଜର ପ୍ରଥମ ଆଇପିଏଲ ଟ୍ରଫି ଜିତିବ କି? ତାହା କମେଣ୍ଟ ମାଧ୍ୟମରେ ଜଣାନ୍ତୁ।